ଥରେ ଗୋଟିଏ ଜଙ୍ଗଲରେ ମଇଁଷିଟିଏ ବୁଲୁଥିଲା। ମଇଁଷିକୁ ଏକଲା ଦେଖି ଗୋଟିଏ ମହାବଳ ବାଘ ତାକୁ ଶିକାର କରିବାକୁ ଗୋଡ଼େଇଲା। ମଇଁଷି ତା ପ୍ରାଣ ବିକଳରେ ଧାଇଁଲା। ମଇଁଷିଟି ମନେ ମନେ ଭାବିଲା, ଆଜି ନିଶ୍ଚିନ୍ତ ବାଘ ମୁହଁରେ ପ୍ରାଣ ଯିବ। ଏମିତି ଜଙ୍ଗଲରେ ଧାଉଁଥାଏ, ପଛରେ ବାଘ। ମଇଁଷିଟି ମନେ ମନେ ଗୋଟିଏ ପୋଖରୀ ଖୋଜୁଥାଏ। ହଠାତ୍ ତା ନଜର ପଡ଼ିଲା ଗୋଟିଏ ପୋଖରୀ ଉପରେ। ସେ ତା ଦୌଡ଼ିବାର ବେଗ ବଢ଼େଇ ଦେଲା। ପ୍ରାଣ ବିକଳରେ ସିଧା ସେ ପୋଖରୀକୁ ଲମ୍ଫ ମାରିଲା। ବାଘ ଆଗ ପଛ ବିଚାର ନ କରି ମଇଁଷିକୁ ଖାଇବା ନିଶାରେ ସେ ମଧ୍ୟ ମଇଁଷି ସହ ଜୋର କରି ପୋଖରୀକୁ ଲମ୍ଫ ମାରିଲା। ହେଲେ ମଇଁଷିର ସିନା ପାଣି କାଦୁଅ ପଙ୍କରେ ଅଭ୍ୟାସ ଅଛି, ସେ ସେଠୁ ବାହାରିଯିବ। ହେଲେ ବିଚରା ବାଘ ସେ ପୋଖରୀରେ ପ୍ରଚୁର ପଙ୍କ ଅଛି ବୋଲି ଜାଣିନଥିଲା। ବାଘ ସେଇ ପଙ୍କରେ ଫସିଗଲା। ଆଉ ସେ ପୋଖରୀରୁ ଅଳିଚଳି ପାରିଲା ନାହିଁ। ତାକୁ ଉଦ୍ଧାର କରିବାକୁ ସେଠି କେହି ନଥିଲେ। ତା ଛଡ଼ା ସେ ବା ମଇଁଷିକୁ କେମିତି ଉଦ୍ଧାର କରିବାକୁ କହିବ, ଯାହାକୁ ସେ କିଛି ସମୟ ପୂର୍ବରୁ ଖାଇବାକୁ ଗୋଡ଼ଉଥିଲା। ଏଣୁ କର୍ମକୁ ଆଦରି ବାଘ ସେଇ ପଙ୍କ ପୋଖରୀରେ ପଡ଼ି ରହିଲା। ହେଲେ ବିଚରା ମଇଁଷିର ଭାଗ୍ୟ ଖରାପ। ସେଇ ପୋଖରୀରେ ଥିଲା ଗୋଟିଏ ବଉଳା କୁମ୍ଭୀର। କୁମ୍ଭୀର ଆଗ ମଇଁଷିକୁ ଦେଖିଲା ଓ ମଇଁଷିକୁ ତା କବ୍ଜାକୁ ନେଇଗଲା। ମଇଁଷି ବିଚରା ପ୍ରାଣ ବିକଳରେ ଭଗବାନଙ୍କୁ ଡାକୁଥାଏ। ଏପଟେ ବାଘ ପୋଖରୀରେ କୁମ୍ଭୀରକୁ ଦେଖି ସେ ମଧ୍ୟ ଜୀବନରୁ ପାଣି ଛଡ଼େଇ ଦେଲାଣି। କୁମ୍ଭୀର ମନେ ମନେ ଭାବିଲା, ଆଗ ମଇଁଷିକୁ ଖାଇବି, ତାପରେ ବାଘ। ବାଘ ତ ଏଠୁ ବାହାରି ପାରିବ ନାହିଁ, ତେଣୁ ବାଘକୁ ଉପର ଓଳି ଖାଇବି। ଏକଥା ବୁଝି ମଇଁଷି ଆଖିରେ ଲୁହ ଆସିଗଲା। ସେ ଜାଣିଲା ଯେ ଆଜି ତାର ମୃତ୍ୟୁ ସୁନିଶ୍ଚିନ୍ତ। ତେଣୁ ସେ ମନେ ମନେ ଉପାୟଟିଏ ପାଞ୍ଚିଲା। ଜୀବନକୁ ଡର ଛାଡ଼ି କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ, ତମେ ତ ଆମ ମଇଁଷି ମାଂସ ଜୀବନରେ ଅନେକ ଖାଇଥିବ, ହେଲେ ବାଘ ମାଂସ କେବେ ଖାଇନଥିବ। ଥରେ ଭାବ, ଯିଏ ହରିଣ, ଠେକୁଆ, ଛେଳି ମାଂସ ଖାଏ, ତା ମାଂସ କେତେ ସୁଆଦିଆ ହେଇନଥିବ। ତେଣୁ କେତେବେଳେ କୋଉ କଥା, ଆଗ ବାଘକୁ ଖାଅ, ଆଉ ମୋ ପିଠିରେ ଶାନ୍ତିରେ ଶୋଇପଡ଼। ମୁଁ ଆଉ କୁଆଡ଼େ ଯିବି? ଯେବେ ବାଘ ମାଂସ ହଜମ ହେଇଯିବ, ତାପରେ ମୋତେ ଖାଇବ। ଏକଥା ଶୁଣି ବାଘ ବି ତାକୁ ବଞ୍ଚେଇବାକୁ ଯାଇ କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ, ମୁଁ ତ କେବେ ବି ଏ ପଙ୍କରୁ ବାହାରକୁ ଯାଇପାରିବି ନାହିଁ। ତମେ ମୋତେ ଖାଇବାରେ ଏତେ ବ୍ୟସ୍ତ କାହିଁକି? ଯଦି ମୋତେ ଖାଉ ଖାଉ ମଇଁଷି ଏଠୁ ଛୁ ମାରେ, ତେବେ? ତେଣୁ ଆଗ ତୁମେ ମଇଁଷିକୁ ଖାଅ। କୁମ୍ଭୀର ବିଚାର କଲା, ନା ନା, ମଇଁଷି ଠିକ୍ କଥା କହିଛି। ଯିଏ ହରିଣ, ଠେକୁଆ, ଛେଳି ମାଂସ ଖାଉଛି, ତା ମାଂସ କେତେ ସୁଆଦିଆ ହେଇନଥିବ। ଆଗ ମୁଁ ବାଘ ମାଂସ ଖାଇବି। ତେଣୁ ସେ ସଙ୍ଗେ ସଙ୍ଗେ ବାଘ ଉପରକୁ ଲମ୍ଫ ମାରି ବାଘକୁ ଶିକାର କଲା ଓ ମନ ଭରି ବାଘ ମାଂସ ଖାଇଲା। ବାଘ ମାଂସ ଖାଉଥିବା ବେଳେ କୁମ୍ଭୀର କହିଲା, ଓଃ, କି ସୁଆଦିଆ ମାଂସ! ଜୀବନରେ ଏମିତି ମାଂସ ପ୍ରଥମ ପାଟିରେ ବାଜିଲା। ସେ ବାଘକୁ ଖାଇସାରିବା ପରେ ମଇଁଷି ଉପରେ ଆସି ଶୋଇଲା। କାଳେ ମଇଁଷି କୁଆଡ଼େ ପଳେଇଯିବ। ସେ ମଇଁଷିକୁ ମାରି ପାରିଥାନ୍ତା, କିନ୍ତୁ ଏବେ ମାରି ମଇଁଷିର ବାସି ମାଂସ ପରେ ଖାଇବାର ମାନେ କ'ଣ? ତେଣୁ ସେ ମଇଁଷିକୁ ନ ମାରି ଆସନ୍ତାକାଲି ଖାଇବାକୁ ରଖିଲା ଓ ମଇଁଷି ଉପରେ ଯାଇ ଶୋଇଲା। ମଇଁଷି ବିଚରା କୁମ୍ଭୀରକୁ ପିଠିରେ ଶୁଆଇ ପାଣିରେ ଏପଟ ସେପଟ ପହଁରୁଥାଏ। କେବେ ବୁଡ଼ୁଥାଏ ତ କେବେ ଠିଆ ହେଉଥାଏ। ଏମିତି କରୁ କରୁ କୁମ୍ଭୀର ବାଘ ମାଂସ ଖାଇ ନିଘୋଡ଼ ନିଦରେ ମଇଁଷି ପିଠିରେ ଶୋଇପଡ଼ିଲା। କୁମ୍ଭୀର ନିଦରେ ଶୋଇଛି ବୋଲି ଏକଥା ମଇଁଷି ଜାଣିପାରିଲା। ମଇଁଷି କୁମ୍ଭୀରକୁ ପିଠିରେ ଶୁଆଇ ଧୀରେ ଧୀରେ ପାଦ ଚିପି ଚିପି କୂଳକୁ ଆସିଲା। କୂଳରୁ ଧୀରେ ଧୀରେ ଉପରକୁ ଉଠିଲା। ପାଦ ଚିପି ଚିପି ମଇଁଷି ପୋଖରୀଠାରୁ ବହୁତ ଦୂରକୁ ଚାଲି ଆସିଲା, ଯୋଉଠି ଆଖପାଖରେ ଟୋପେ ବି ପାଣି ନାହିଁ କି ପୋଖରୀ ନାହିଁ। ଏଥର ମଇଁଷି ପୁରା ସୁରକ୍ଷିତ, କାରଣ କୁମ୍ଭୀରର ସିନା ପାଣିରେ ଦମ୍ଭ, ହେଲେ ଶୁଖିଲାରେ ଏତେ ନାହିଁ। ତା ଛଡ଼ା ମଇଁଷି ସିନା ପାଣିରେ ଦୌଡ଼ି ପାରିବ ନାହିଁ, ହେଲେ ଶୁଖିଲା ଭୂଇଁରେ ଆଉ ତାର କିଏ କ'ଣ କରିବ? ଏଣୁ ମଇଁଷି ପିଠିରେ କୁମ୍ଭୀର ଏବେ ବି ନିଘୋଡ଼ ନିଦରେ ଶୋଇଥାଏ। ସେ ପିଠିରୁ କୁମ୍ଭୀରକୁ ଏକା ଝଟକାରେ ତଳେ ପକେଇଦେଲା। କୁମ୍ଭୀର ନିଦ ଚଟକି ଭାଙ୍ଗିଗଲା।
କୁମ୍ଭୀର ଦେଖେ ତ ସେ ତୁଚ୍ଛା ଜଙ୍ଗଲ ଭୂଇଁରେ। ଏକଥା ଦେଖି ତା ମୁଣ୍ଡ ଘୁରେଇଗଲା। ପାଖରେ ମଇଁଷି ଛିଡ଼ା ହେଇଛି। ମଇଁଷି ସେଇଠି କୁମ୍ଭୀରକୁ ଛାଡ଼ି ତା ବାଟରେ ଚାଲିଗଲା। ଏବେ କୁମ୍ଭୀର ପାଖରେ କୋଉଠି ପୋଖରୀ ଅଛି ବୋଲି ଖୋଜି ବୁଲୁଛି। ହଁ ପିଲାମାନେ, ଆଶା କରୁଛୁ ଏ ଗଳ୍ପ ତୁମକୁ ବହୁତ ଭଲ ଲାଗିଥିବ।